नमस्कार जय जगन्नाथ। आज हूँ आम दुकान पाखे मात्र 100-200 मीटर पर आमर ये चंदन हो आज की 17 वर्ष है चंदन है। आम तो बर्तमान दुकान बंद कर बाहर चंदन मेला गुटी जावा बाटे आम दुकान आगे ठाकुर गले ठाकुर भिडियो देखिए आप खाली ब्लॉग सागर जोड़िक था आम चंदन यात्रा विषय डिटेल देखिए बर्तमान आम चलीचे से चंदन पोखरी की रास्तार दी कड़ तोरण सजाई बहुत सुंदर भाव में आप देखिपे ठाकुर को आम रास्तार पास करके आसिलु भिडियो हम देखिले दुकान मन दे आमर ये केते माने ना खेल ठाकुर ठाकुर 10:30 ये हूँ आमर एठिकार किसी कहते बाहाग ना कौन ये नौका चलानी से किस कहुए नाउरिया ये हूँ नाउरिया गेटअप है ना आगे जुड़ फुड़ पिंधिक गेटअप हे ठाकुर खाली आसीगले ये हूँ ना नहीं जीव तो राति सारा ना केत हम तुम कम राति सारा रे ये जगुतर किस मका सीजा है এইটা হচ্ছে আমার মণ্ডপ এই ঠাকুর আসিকি এটি রহিবে পূজা হয়ে সারা পরে এইটা হচ্ছে পোখরী পোখরী নাটা সজা হয়েছে বহুত সুন্দর ভাবে দেখুন টিকে জুম করে দৌছি এই এটা পোখরীটি অন্ধকারময় সেপটর যাত্রা হচ্ছে সেপটକୁ ଯିବା ইয়ে হচ্ছে মুখ্য পুরোধা এঠিকার পাগলু ননা তাଙ୍କ পাখରୁ ଆମେ ପଛରେ ଗୋଟେ ବାଇଟ ନବା ବର୍ତ୍ତମାନ ଖାଲି ମୁଁ ଏଇଟା ସମସ୍ତଙ୍କୁ ନେଇ ସାରିଲା ପରେ ନନା ପାଖକୁ ଯିବା ହଉ ନନା ଆମ ଠାକୁର କେତେବେଳେ ଆସି ପହଞ୍ଚିବେ ଏଠି ମଣ୍ଡପ ପାଖର ଆସିକି ନ୍ୟାସନାଲ କ୍ରସ କଲାଣି ବହୁ ଲୋକ ସମାରୋହ ହେଇଛି ଆଜି ପାଗ ବି ଅନୁକୂଳ ରହିଛି ସମସ୍ତଙ୍କ ପାଖକୁ ଯିମି ଆପଣ ପାଖକୁ ଯିମି ଆପଣ ଖାଲି ମଣ୍ଡପ ପାଖକୁ ଯାଆନ୍ତୁ ଠାକୁର ଆସିଲା ପରେ ହଁ ଆଉ ଏଇଟା ହଉଛି ଆପଣ ମାନେ ଦେଖନ୍ତୁ ଲୋକ ଭରପୁର ସମାରୋହ ପୁରା ଅଛି ଯାତ୍ରା ଚାଲିଛି ଆକ୍ଚୁଆଲି ଆମର ଇଲେକ୍ସନ ପାଇଁ ପରମିଶନ ନଥିଲା ରାତି ପରମିଶନ ସେଥିପାଇଁ ସନ୍ଧ୍ୟା 7 ରୁ ପରମିଶନ ଆରମ୍ଭ ହେଇଛି ଆଉ ये तो भाई आमर कुरुडा भाई ये बेलून बिक्री करछि तो ता ना किसरे बापा किस तो ना जुड़ो 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 बेलून केते टका दाम बेलून 10 टका 20 टका 10 टका जे कि माने सरकार जेटी हाबा हमर जेटी जेटी हमर भगवान भगवान हमको हाबा खाली दउछु किंतु ए माने एते चलाक जे हाबा को बेलून भीतर पुरे की बिक्री करछु त आपण जानि परछंती ये होचंदी हमर बुनु भाई ये होच तांकर किस टिकिल तो ना किस रे आ ना किस झुंपुरी खाइलो ना किछि लुक केते अछंती लुक एटा हो धुआं बिस्कुट आ मिठा पान बसंत बाबू कर बोले एटा बसंत बाबू केरे गले आ व्यापार होउछ ना आज ठीक है ना व्यापार ठीक है तो काली भल होइतला ना आज भल होइजी भल होइजी आ तो हबो बोले टाइम अछि लस्सी दुकान प्रबल भिड़ लस्सी काली फाँका दिया मन दुख आज किंतु प्रबल भिड़ ये छोट छोट पिला मानकर खेलना चरकी ये मिठी तो काली टे फाँका था आज प्रबल भिड़ होती आम टे फाँका है आसिक पचारि बुझा केमी बेपार कौन हो काली से बहुत मन दुख करते ठेला सब आइसक्रीम
ସେଇଠି ଯାତ୍ରା ଏ ହଉଛନ୍ତି ଆମର ପବିତ୍ର ବାବୁ ଆସୁଛନ୍ତି ସାଉରୁ ତାଙ୍କର ଗୋଟେ ଚୁଇ ଟିକିଲି ଝିଅଟେ ଏ ହଉଛନ୍ତି ଆମର ନିଜ ସ୍ତ୍ରୀ ଆଉ ମେଳା ଆସିବ ଭଲ ହେଇଥିବ ମାନେ ଏ କୁହ ଆଗରୁ ମେଳା ଆଗକୁ ବଢିବ ସେଇଭଳି ପ୍ରତିଶ୍ରୁତି ଠିକ ଅଛି ଗୋଟେ ସୁନ୍ଦର ବ୍ୟବସ୍ଥା ହେଇଛି ଆମର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ତରଫରୁ ଆଉ ଏଠି ଯେଉଁମାନେ ଥକିକି ଗରମରୁ ପ୍ରବଳ ଗରମରୁ ସେମାନେ ବୋଧେ କଣ କି ପାଣି ଦଉଛ ଥଣ୍ଡା ଖାଲି ଥଣ୍ଡା ପାଣି ନା ଜଳଜିରା ଚିନି ସବୁ ମିଶିଛି ଏ ହଉଛନ୍ତି ଆମର ପାଣି ସବୁ ସରିଗଲାଣି ଆଚ୍ଛା ଇ ଡ୍ରମ୍ ହେଇଥିଲା ଆଜ୍ଞା ବର୍ତ୍ତମାନ ସରିଲା ପରେ ଆଉ ଗୋଟେ କରାହଉଛି ଜଳଜିରା ପାଣି କରାହଉଛି ଯାହା ହଉ ଆପଣ ତ କେତେ ଲୋକଙ୍କୁ ଦେଲେଣି ଆପଣ ଏଠି କେତେ ଲୋକ ଦେଲେଣି ସେମାନେ ସାର୍ କେତେ କ୍ଲାସ୍ ଆସିଥିଲେ 500 ଦିଆହେଇସାରିଲାଣି 500 ଲୋକଙ୍କୁ ଜଳ ସରିଲାଣି ପୁଣି ଆଉ ଥରେ ନୂଆ ଆରମ୍ଭ ଫେର ହଉଛି ଠିକ ଅଛି କେତେ ସମୟ ଚାଲିବ ବୋଲି ଆପଣ ଆଶା ରଖିଛନ୍ତି ଆମେ ଆଶା କରୁଛୁ ଆଉ ଘଣ୍ଟେ କରିବା ଆଉ ଠିକ ଅଛି ଚାଲୁ ସଂସ୍ଥା ଚାଲୁ ଭକ୍ତ ଭଗବାନଙ୍କର ମିଳନ ଦେଖୁଥିବେ ଆପଣମାନେ କେମିତି ଭକ୍ତ ନାଚରେ ପୁରା ବ୍ୟବହାର ହେଇଯାଇଛନ୍ତି ବର୍ତ୍ତମାନ ଆମ ଠାକୁର ଆସିକି ମଣ୍ଡପ ପାଖରେ ପହଞ୍ଚିଛନ୍ତି ଏଠି ଆମ ପାଖରେ ଜଣେ ପୁରୋଧା ଉପଦେଷ୍ଟା ଅଛନ୍ତି ଆମର ବାବାଜୀ ଜଳଧର ପଣ୍ଡା ଜଳଧର ମଉସା ସେ ଜଳଧର ମଉସା ପାଖକୁ କହିବି ସେ ଆମର ଠାକୁର କାହିଁକି ମାନେ ମଣ୍ଡପକୁ ଆସିବେ ମଣ୍ଡପରୁ ଆସିକି ଏଠି ଆସିବେ କାହିଁକି ସେ ତ ମନ୍ଦିରରେ ପୂଜା ପାଇବା କଥା ଆଜି ଚନ୍ଦନ ସେ କାହିଁକି ଏଠିକି ଆସୁଛନ୍ତି ପ୍ରଭୁଙ୍କର 12 ମାସରେ 13 ଯାତ୍ରା ତେଣୁ ଚନ୍ଦ୍ର ଯାତ୍ରା ଅନ୍ୟତମ ସେ ଆସନ୍ତି ଯେ 11 ମାସ ଧରିକି ସେ ତ ମନ୍ଦିର ଭିତରେ ରହୁଛନ୍ତି ଗ୍ରୀଷ୍ମ ଋତୁର ଟିକେ ସେ ପଦାକୁ ବାହାରିବା ପାଇଁ ରାତିରେ ଦେହକୁ ଶୀତଳ କରିବା ପାଇଁ ଆମର ବିଧାନ ଅଛି ଅକ୍ଷି ତୃତୀୟା ପାଖରୁ ଚନ୍ଦନ ବୋଳି ହୁଅନ୍ତି ସେଇ ଚନ୍ଦନ 15 ଦିନ ବୋଳିଲା ପରେ ପ୍ରଭୁଙ୍କର ବୈଶାଖ ପୂର୍ଣ୍ଣିମା ବୁଦ୍ଧ ପୂର୍ଣ୍ଣିମା ଚନ୍ଦନ ପୂର୍ଣ୍ଣିମା ଯାହା କହୁଛି ଗୋଟିଏ ପୂର୍ଣ୍ଣିମା ଆଜି ଯାହାର କି 3 ଗୋଟି ନାମ ପ୍ରଭୁଙ୍କ ଦିଆଯାଇଛି ସେଇ ଅବସରରେ ଆମେ ଅଞ୍ଚଳରେ ପୁରୁଣା ଆଞ୍ଚଳିକ ରାଧାକୃଷ୍ଣ ଚନ୍ଦନ କମିଟି କରି ଆମେ ଏକ ବର୍ଷକୁ ଥରେ ସେଇ ଚନ୍ଦନ ଉତ୍ସବ ପାଳିତ କରି ଆସୁଛୁ ଆଜିକି 17 ବର୍ଷ ହେଇଗଲା 17 ବର୍ଷ ଧରି ଆମର ପିଲାମାନେ କର୍ମକର୍ତ୍ତାମାନେ ଏଠାରେ ଉପସ୍ଥିତ ହୋଇ ବହୁ ସଂଖ୍ୟାରେ ଜାକଜମକରେ ଏ ଉତ୍ସବ ପାଳନ କରନ୍ତି ପ୍ରଭୁ ରାତି ସାରା ଡଙ୍ଗାରେ ବସି ପୋଖରୀରେ ସେ ଶୀତଳ ମୌନୀ କରନ୍ତି ଯାହାଦ୍ୱାରା କି ତାଙ୍କ ଅଙ୍ଗ ଶୀତଳ ହୁଏ ଝୁଲା ମାଖରେ ମାଖିଲେ ଅଙ୍ଗ ଶୀତଳ হবে ଏ ତ ମଙ୍ଗଳା କୀର୍ତ୍ତନ ରହିଛି ଆପଣମାନେ ଜାଣିଥାନ୍ତି ତେଣୁ ଯେ ପ୍ରଭୁଙ୍କର ପ୍ରବେଶ ଯେତେବେଳେ ହୁଏ ଆଗ ଜାକଜମକରେ ଆସନ୍ତି ଫୁଲ କୀର୍ତ୍ତନ ବାଦ୍ୟକ ବାଜେ ମଣ୍ଡପ ଉପରେ ନାନା ପ୍ରକାର ବାଦ୍ୟଯନ୍ତ୍ର ସଜା ହୋଇଛି ସାଜ ସଜା ହୋଇଛି ଗୋଳା ବାରୁଦ ଫୁଟେ ଆଉ କୀର୍ତ୍ତନ ହୁଏ ଯାତ୍ରା ଉତ୍ସବ ହୁଏ ବିଭିନ୍ନ ପ୍ରକାର ଦୋକାନୀ ପତ୍ର ମଧ୍ୟ ଆସିକି ବ୍ୟବସାୟରେ লিপ্ত ରୁହନ୍ତି ଆମର ଭକ୍ତମାନେ ଆସି ଚନ୍ଦନ ଉତ୍ସବ ଦେଖିବା ସଙ୍ଗେ ସଙ୍ଗେ ବହୁତ କିଛି ଦ୍ରବ୍ୟ ମଧ୍ୟ କିଣାବିକା କରନ୍ତି ଏହାଦ୍ୱାରା ଏକ ଭାଇଚାରା ସୃଷ୍ଟି ହୁଏ ବନ୍ଧୁ ମିଳନ ହୁଏ ଏବଂ ପ୍ରଭୁଙ୍କର ଦର୍ଶନ ହୁଏ এই ହେଲା ଆମର ଚନ୍ଦନ ଉତ୍ସବର ମୁଖ୍ୟ କାରଣ ବର୍ତ୍ତମାନ ଆମର ସେଇ ଚନ୍ଦନ କମିଟିର ମାନେ ଅଛନ୍ତି କର୍ମକର୍ତ୍ତା ମୁଁ ତ ସେମାନଙ୍କର ଆକ୍ଚୁଆଲି ମୁଁ ଯଦି ସଦସ୍ୟ ଜଣେ ସାଧାରଣ ସଭ୍ୟ କିନ୍ତୁ ମୁଁ ଏମାନଙ୍କର ଡେଜିଗ୍ନେସନ ଜାଣିବି ଆପଣ କର୍ମକର୍ତ୍ତା କମିଟିରେ କିଏ ଅଛନ୍ତି ନା ମୁଁ ବିଜୟ ମିଶ୍ର ପୂର୍ବତନ ସମ୍ପାଦକ ଆଞ୍ଚଳିକ ରାଧାକୃଷ୍ଣ ଜୀଉ ଚନ୍ଦନ କମିଟିର ଇଏ 17ତମ ଚନ୍ଦନ ବାର୍ଷିକ ଉତ୍ସବ এই উৎসবকু ଆମେ ସମସ୍ତ ସଦସ୍ୟ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଆମର ଆଞ୍ଚଳିକ ରାଧାକୃଷ୍ଣ ଜୀଉ ଚନ୍ଦନ କମିଟିର ସଦସ୍ୟମାନେ ବିଭିନ୍ନ ଶିଳ୍ପାନୁଷ୍ଠାନ ବ୍ୟକ୍ତିବିଶେଷ ପାଖରୁ ସାହାଯ୍ୟ ସହଯୋଗ ନେଇ ଏ ଚନ୍ଦନ ଉତ୍ସବ ପାଳନ କରିଥାନ୍ତି ଏହାର କୌଣସି ସ୍ଥାୟୀ ଜମାରାଶି ନାହିଁ ତେଣୁ ପ୍ରତିବର୍ଷ ଆମେ କଲେକ୍ସନ କରି ଯାହା ଚନ୍ଦନ ଉତ୍ସବ ପାଳନ କରୁ ମାନେ ଆପଣଙ୍କର ଏଟା କେତେ ବର୍ଷ ହେଲାଣି ଚନ୍ଦନ କମିଟି এটা আমার 17তম চন্দন বার্ষিক উৎসব କେତେଖଣ୍ଡ ଗାଁର ଲୋକ ଆଜି ମୁଁ ଦେଖୁଥିଲି ପୁରା ପାଖାପାଖି ପଡ଼ିଆ ରାସ୍ତା ପୁରା ଜାମ୍ ଅଛି ଏଇ କେତେଖଣ୍ଡ ଗାଁର ଲୋକମାନେ ଆସୁଥିଲେ ଆପଣ ଭାବୁଛନ୍ତି
ये पाखापाखि 10 खंड पंचायत रु एठी लोक रुंड हुअନ୍ତି ସମସ୍ତଙ୍କର ସାହାଯ୍ୟ ସହଯୋଗ ଏଠି ରହିଛି ଯାହାଫଳରେ ଆମେ ପ୍ରତିବର୍ଷ ଏ ଚନ୍ଦନ ଉତ୍ସବ ପାଳନ କରିଥାଉ। ଆଚ୍ଛା ଏଇ ଯେ ଆପଣଙ୍କର ଚନ୍ଦନ କମିଟି ଏଠି ଅଛି ଏବେ ଆପଣଙ୍କର ମାନେ ଭଲ ଭାବରେ ତ ଚାଲିଛି ସବୁ ମୁଁ ଦେଖୁଛି ସବୁ ଶାନ୍ତି ଶୃଙ୍ଖଳା ଭାବରେ ଅଛି ଏଠି କେତେଟା କିଛି ଆପଣଙ୍କର ପ୍ରୋବ୍ଲେମ ଯଦି ଆପଣ କିଛି ଅସୁବିଧା ଜାଣିପାରୁଛନ୍ତି କିନ୍ତୁ ମୁଁ କେତେଟା ଅସୁବିଧା ଅଛି ମୋତେ ପ୍ରକାଶ କରିବି ଆପଣ କିଛି ଫିଲ୍ କରିପାରୁଛନ୍ତି ନା ଆମର ଅସୁବିଧା ମାନେ ପୋଖରୀ ଘାଟରେ ଆମେ ଗୋଟେ ଘାଟ ନିର୍ମାଣ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ହେଇପାରିଲା ନାହିଁ ଗାର୍ଡ ୱାଲଟା ଦରକାର ଘାଟଟା ଦରକାର ତାର ଆମେ ପ୍ରତିକାର କରିପାରିଲୁ ନାହିଁ। ଏଠି କୌଣସି ସରକାରୀ ସହାୟତା ଅଛି କି ଆମର କୌଣସି ଦଳ ତରଫରୁ ଏଠିକା ପାଇଁ ନେତା ରାଜନେତା ମାନଙ୍କର କିଛି ସହାୟତା ନା ନା କୌଣସି ଦଳ ଏଠି ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ପାଳନ କରନ୍ତି ନାହିଁ ସବୁ ବର୍ଷ କୁହନ୍ତି ଆମେ ସାହାଯ୍ୟ ଦେବୁ ସହାନୁଭୂତି ଦେବୁ କିନ୍ତୁ ଏଠିକି କୌଣସି ଦଳ ଏଠି ସାହାଯ୍ୟ କରନ୍ତିନି ଆମ ସଦସ୍ୟମାନଙ୍କର ଚାନ୍ଦା ଆଉ ବ୍ୟକ୍ତିବିଶେଷ ଚାନ୍ଦା ନେଇ ଆମେ ଚନ୍ଦନ ଉତ୍ସବ ପାଳନ କରୁ। ଧନ୍ୟବାଦ ଦେବି ଯାହା ହଉ ଆମର ସଂସ୍ଥା ଚାଲୁ ଏବେ ଦୀର୍ଘ 100 ବର୍ଷ 1000 ବର୍ଷ ଧରି ଚାଲୁ ଆମ ପିଲାମାନେ ବି କରନ୍ତୁ ଆଉ ମୁନା ଭାଇ ଅଛନ୍ତି ଆମ ପାଖରେ ମୁନା ଭାଇ ଏ ଚନ୍ଦନ ଯେ ହଉଛି ଆପଣଙ୍କର ଏଠି ଅବଦାନ କେତେ ପରିମାଣରେ ଅଛି? ଆଜ୍ଞା ମୋର ଅବଦାନ ମୁଁ କେତେ ପରିମାଣରେ କହିପାରିବିନି ତଥାପି ଠାକୁରଙ୍କ ପାଇଁ ଯେତିକି ସମୟ ମୋ ପାଖରେ ବାହାରେ ମୁଁ ଆସିକି ଠାକୁରଙ୍କର ସେବା କରେ। ଆଜି କେତେବେଳେ ଆସିଲେଣି? ଆଜି ମୁଁ 5ଟା ବେଳୁ ଆସିଲିଣି 5ଟା ବେଳେ ଆସିକି ଏପର୍ଯ୍ୟନ୍ତ ରହୁଛ ରାତି ସାରା ରହିବ ରାତି ସାରା ରହିବି। ଯାହା ହଉ ଆମର ସମସ୍ତେ ଆସନ୍ତୁ ଚନ୍ଦନ ଦେଖନ୍ତୁ ବୁଲନ୍ତୁ ଆଉ ସମସ୍ତଙ୍କର ସାହାଯ୍ୟ ସହାନୁଭୂତି ଏ କମିଟି ଉପରେ ରହୁ ଏମାନେ ଯେମିତି ଆହୁରି ଆପଣମାନେ ବି ଦେଖନ୍ତୁ ଆପଣଙ୍କ ପିଲାମାନେ ବି ଦେଖନ୍ତୁ ଏ ଚନ୍ଦନ ପର୍ବ ଆହୁରି 100 ବର୍ଷ 1000 ବର୍ଷ ଧରିକି ଚାଲୁ। ବର୍ତ୍ତମାନ ଆମର ଠାକୁରଙ୍କର ପୂଜା ସରିଗଲାଣି ଆଳତି ସରିଲାଣି ବର୍ତ୍ତମାନ ଆମର ପ୍ରଭୁ ମା ରାଧାକୃଷ୍ଣ ମା ଯିବେ ଆମର ବର୍ତ୍ତମାନ ଠାକୁର ନାଭ ଭିତରକୁ ଗଲେ ଚାଲିଛନ୍ତି ଠାକୁର ଆମ ପାଖରେ ବର୍ତ୍ତମାନ ଗୋବିନ୍ଦ ଭାଇ ଆସିକି ପହଞ୍ଚିଛନ୍ତି ତେଣୁ ଗୋବିନ୍ଦ ଭାଇଙ୍କୁ ଆମେ ଟିକେ ପଚାରିବା ମୁଁ ଏଇଠି ଆମର କର୍ମକର୍ତ୍ତା ମାନଙ୍କୁ ପଚାରୁଥିଲି ସେମାନେ କହୁଛନ୍ତି ଯେ ନେତା ମାନେ ଖାଲି ପ୍ରତିଶ୍ରୁତି ଦେଇଯାଆନ୍ତି କିନ୍ତୁ କିଛି ଲାଭ ହୁଏନି ତେଣୁ ଆପଣ ତ ବର୍ତ୍ତମାନ ଗୋଟେ ବଡ ହଟ୍ ଲିଷ୍ଟରେ ଅଛନ୍ତି ବର୍ତ୍ତମାନ ଆମର ମୋଦିଙ୍କ ହାବାରେ ଆପଣ ଚାଲିଛନ୍ତି ତ ଆପଣ କିଛି ପ୍ରତିଶ୍ରୁତି ଦେଇଯିବେ କି ଆମର ଏଇ ମଣ୍ଡପକୁ? ଆପଣ ଗୋଟେ ବଢିଆ କଥା କହିଲେ ନେତା ମାନେ ପ୍ରତିଶ୍ରୁତି ଦିଅନ୍ତି ପ୍ରତିଶ୍ରୁତି ଦିଆଯାଏ ଯେତେବେଳେ ଗୋଟେ ଲୋକଟା ଆଶା କରେ ସେତେବେଳେ ପ୍ରତିଶ୍ରୁତି ଦିଅନ୍ତି ତାକୁ କାର୍ଯ୍ୟକାରୀ କରିବା ଦରକାର ତେଣୁ ମୁଁ ଏଭଳିଆ ପ୍ରତିଶ୍ରୁତି ଦିଏ ନାହିଁ କି କାର୍ଯ୍ୟକାରୀ ମୁଁ ଆଜି ବି କହୁଛି ଯାହା ଏଠି ଆବଶ୍ୟକତା ଅଛି ଚନ୍ଦନ ଯୋଉ ଆଜି ପବିତ୍ର ଚନ୍ଦନ ଯାତ୍ରା ଉପରେ ଏଠି ଲୋକମାନେ କହୁଛୁ ଏଠି ପଥର ପିଚିଂ ହଉ କି ଘାଟ ନିଶ୍ଚିତ ହବ ଏଇଟା ମୁଁ ଯେତେବେଳେ ଅନୁଷ୍ଠାନ ଗୁଡାକୁ ବେଶୀ କାମ ଦେଇଛି ମୋ ପିରିୟଡରେ 2014 जो 19 जीती अनेक काम कर तेणु मु आज भी कहूँ काम करी भी जानी आमर कुरुडा जे महोत्सव कमिटी महोत्सव गोटे मंडपटा आपण मुझे आगुरी ये सब आम कर्मकर्ता सागर परामर्श करी कि मत से कहले मो सहित आप आसिले मुझे आपण पाखु नहीं आपण मैंने आमर यही कमिटी कौन किसी जब आप पाई जाती कि न पाती परोक्ष हो प्रत्यक्ष हो कौन सेवा करेंगे कौन जोगेदेवे प्रतिश्रुति देके जातु निश्चित आपण जो आशा आकांक्षा अच्छी निश्चित आम द्वारा जिते हम निश्चित करवा कारण ये घाटटा गोटे आवश्यकता अच्छी सैड्रे आप जो पथर पिचिंग कथा कहते भाई मैंने से एक कथा कही ठीक है अशेष अशेष धन्यवाद हम भाई की बर्तमान आमर ये सब चंदन कमिटी बड़ बड़ कर्मकर्ता अच्छा सब मु तो ना जी समस्त जानी टुनाई विजय नना आमर गुरु भाई गोपाल नना पागुल नना एम सब कितु कौन सब कौन कौन डेजिग्नेशन मुझे जाने एक्चुअली मु प्रथम पागुल नना पाखु जीवी सी आम समस्त परिचय प्रदान करेंगे तापर ये चंदन केमती हो कौन कौन प्रोब्लेम हो विषय टे जनइबे नना पागुल नना धन्यवाद ये जो आंचलिक राधाकृष्ण जो चंदन कमिटी एथिरे मो संपादक पदवरे अच्छी जहाँ भी हो यार 2008 मसीहार आरंभ होता आज 17 वर्ष को पदार्पण करिछि सुदूर 7-8 किलोमीटर दूर को आमर अंचल झील बो मैंने 17 वर्ष पूर्वर जाऊे समस्ते जीवाटा भी संभव होनुला तेणु ताकू दूरदृष्टि रखिकी आम ये अनुष्ठान टी आरंभ करूँ जहाँ भी हो सी तार सबल हबार लगी किछिटा व्यतिक्रम घटुची आम पक्षरे टिके आर्थिक सहायता दुर्बल अच्छी तथापि तांको इच्छार जहाँ किछि होउची
आमे समस्ते खुशी अच्छे आमर समस्त कर्मकर्ता आम कमिटर जिते सब अच्छी सदस्य से समस्ते अकाल परिश्रम करती ए उत्सव को माने किमिति सरस सुंदर करने आ वर्तमान तुम तो देखुच केते लोक समागम केते खुशी आसी मंच यात्रा परिवेषण कराऊँगी जहाँ भी हो शांति श्रृंखला भावर मीडिया बंधु मैंने आउ प्रशासन भी आमको बहुत साहाय्य कर धन्यवाद देवी आउ विशेष किसी कहूना मोर सहयोगी ये कमिटर सभापति श्रीयुक्त गोपाल नना को कहि सी किसी संक्षेप कहतु। धन्यवाद पागुल नना। बर्तमान आम गोपाल नना पाक जाओ। गोपाल नना आम संक्षेप कहे केमती कौन 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 सुविधा कौन असुविधा अच्छी आप सुविधा संगे संगे असुविधा तो अच्छी 2008 मसीह यही आंचलिक राधाकृष्ण जो कमिटी निर्मित होता आज 2024 मसीह परिणत होती किंतु अद्यावधि अनुष्ठान चली ता भितर तो बहु बाधा विघ्न आसुचु किंतु प्रभु राधाकृष्ण जी सबु विपद को आड़े दे आम मान को सबल करी आग को मारिबा पई प्रयास से आमको आशीर्वाद दौरान जाओ भगवान करंतु आपनकर एमती सहयोग थाउ। अब चंदन यात्रा आउरी माने आज तो 17 वर्ष है 170 वर्ष हो आउरी 1700 वर्ष धरी चालू आमर पुओ झील मैंने भी चंदन यात्रा करंतु। बर्तमान चंदन राति 12 साढ़े 12टा है चंदन सब कर्मकर्ता मैंने विदाय नहीं गले मुझे घर को चलली आप लक्ष्य करेंगे देखिए वीडियोटा केमती लगे मत कमेंट जनइबे। जय जगन्नाथ।